ଆପଣ ଶେଷ ଥର କେବେ ନିଜ ପିତାମାତାଙ୍କ ସାଙ୍ଗେ ମନ ଖୋଲି ପୁରା ଦିଲ ସେ କଥା ହେଇଛନ୍ତି କି? ଏକାଡ଼େ ବସି କେବେ କଥା ହେଇଛନ୍ତି? ସବୁଠାରୁ ବଡ଼ ସମ୍ପଦ ଟଙ୍କା ନୁହେଁ, ବଡ଼ ଘରର ବୃଦ୍ଧ ବାପା ମା'। ସେମାନଙ୍କୁ ସମ୍ମାନ କରନ୍ତୁ, ଭଲ ପାଆନ୍ତୁ, କାରଣ ସେମାନେ ଥିଲା ବେଳେ ହିଁ ସେମାନଙ୍କ ମୂଲ୍ୟ ବୁଝିପାରିବେ। ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ ସାଙ୍ଗମାନେ ଆପଣଙ୍କୁ ସ୍ୱାଗତ କରୁଛି ପୁଣି ଆଉ ଗୋଟେ ନୂଆ କଣ୍ଟେଣ୍ଟ ବା ନୂଆ ଭିଡ଼ିଓରେ। କିଛି ଜାଣିବା କଥା, କିଛି ଶୁଣିବା କଥା, ଆଉ କିଛି କହିବା କଥାରେ ମୁଁ ଆସି ପହଞ୍ଚିଗଲି ପୁଣି ଏକ ବିଷୟବସ୍ତୁ ନେଇକି, ଯେଉଁଟା ଆପଣଙ୍କ ଭବିଷ୍ୟତରେ ଆପଣଙ୍କ ସାଙ୍ଗରେ ଆପଣଙ୍କ ସାଥରେ ସବୁବେଳେ ଦେବ। ଆଉ ସେ ଭିଡ଼ିଓଟି ଆକ୍ଚୁଆଲି ସେଇ ବିଷୟରେ କଥା ହେବା ଆଗରୁ ଗୋଟେ ଛୋଟ କଥା କହିବି ଯେ ନିଜ ବାପା ମା ନିଜ ପିଲାକୁ ବଡ଼ କରିବା ପାଇଁ ଦିନ ରାତି ପରିଶ୍ରମ କରିଥିଲେ, କିନ୍ତୁ ନିଜର ସବୁ ସୁଖକୁ ତ୍ୟାଗ କରିଦେଇଥିଲେ। ଆଜି ସେହି ବାପା ମା ଅନେକ ସ୍ଥାନରେ ଏକାକୀ ଜୀବନ ବିତାଉଛନ୍ତି। ତ ନମସ୍କାର ବନ୍ଧୁମାନେ, ସ୍ୱାଗତ କରୁଛି ସେହି ବିଷୟରେ ଆଧାରିତ କିଛି ଜୀବନର ଲକ୍ଷ୍ୟ, ଜୀବନର କାହାଣୀ, ଯେଉଁଟାକି ଆପଣଙ୍କ ଭବିଷ୍ୟତକୁ ମଧ୍ୟ ଉଜ୍ଜଳ କରିଦେଇପାରେ। ଆଉ ଏମିତି କିଛି ଦିନ ମୁହୂର୍ତ୍ତ ଆପଣଙ୍କ ସାଙ୍ଗରେ ବି ହେଇଥିବ, ଯେଉଁଟା ମୁଁ ଆଜି ଆପଣଙ୍କୁ କହିବାକୁ ଯାଉଛି। ଆଜି ମୁଁ ଏମିତି ଏକ ବିଷୟ ନେଇ କଥା ହେବାକୁ ଆସିଛି, ଯାହା ଆମ ସମାଜରେ ସବୁଠୁ ବଡ଼ ସତ୍ୟ, କିନ୍ତୁ ଆମେ ତାକୁ ଅନେକ ସମୟରେ ଦେଖି ମଧ୍ୟ ଅଣଦେଖା କରିଦେଉ। ଠିକ୍ ନା ନାଇଁ ଗାଇଜ୍ କହିଲ? ଆମେ ଆଜିକା ଡେଟ୍ରେ ମାନେ ନିଜର ସବୁ କର୍ମ ଆସିଲା, ନିଜର ସବୁ ମାନେ ଧନ୍ଦା କାମ ପାଇଟି ଅଲ୍ ଓଭର୍ ନିଜ ସ୍ୱାର୍ଥ ଆମେ ନିଜେ ଦେଖିଲେ। ତ ଘର କଥାକୁ କେତେବେଳେ ଧ୍ୟାନ ଦେଲେ କି ଦେଇନାହାନ୍ତି, କି କେତେବେଳେ ମୁଁ ତ ଚୁଟି କାଟିପାରୁନି ମାନେ ଏତେ ଟେନସନ୍ରେ। ତ ସେଇଭଳି ଆଉ ସମାଜ କଥା କେତେବେଳେ ଦେଖିବା। ତ ଛୋଟବେଳେ ଟିକେ କାନ୍ଦିଲେ ବାପା ମା ମାନେ ଦୌଡ଼ି ଆସୁଥିଲେ, କି ଟିକେ ପଡ଼ିଗଲେ ବି ଦୌଡ଼ି ଆସୁଥିଲେ। କିନ୍ତୁ ଆଜି ସେମାନେ ଆମକୁ ଡାକୁଛନ୍ତି, କିନ୍ତୁ ଆମେ କ'ଣ କହୁଛନ୍ତି? ଏବେ ବ୍ୟସ୍ତ ଅଛି, ଆମର କାମ ଅଛି, ଆମେ ପରେ କଥା ହେବା। ଯେଉଁଟାକି ସେଇ ପରେଟା ସମ୍ଭବ ହୋଇପାରେନି। ସମୟ ବଦଳିଛି, ପ୍ରଯୁକ୍ତି ବଦଳିଛି, ଜୀବନଶୈଳୀ ମଧ୍ୟ ବଦଳିଛି। ତ କିନ୍ତୁ ଗୋଟିଏ କଥା କେବେ ବଦଳିବା ଉଚିତ ନୁହେଁ, ସେଇଟା ହେଉଛି କ'ଣ କହିଲେ? ବାପା ମାଆଙ୍କ ପ୍ରତି ସମ୍ମାନ ଆଉ ସ୍ନେହ। ଆଜି ଅନେକ ବୃଦ୍ଧ ବାପା ମା ମାନେ, ବୁଢ଼ା ବୁଢ଼ୀ ଯାହା କିଛି ଅଛନ୍ତି, ଯେଉଁ ବାପା ମା ମାନେ ଅଛନ୍ତି ବା କିଛି ଲୋକ ଏମିତି ଅଛନ୍ତି ରାସ୍ତା କଡ଼ରେ ବୁଲୁଛନ୍ତି, ଘରେ ଥାଇ ମଧ୍ୟ ଏକାକୀ। ସେ ନିଜେ ଅନୁଭବ କରୁଛି ଯେ ତାଙ୍କର ପୁଅ ଅଛି, ନାତି ଅଛି, ନାତୁଣୀ ଅଛି, ବୋହୂ ଅଛି, ସବୁ ଅଛି, କିନ୍ତୁ ସେ ତାଙ୍କ ନିଜେ ଅନୁମାନ ଲାଗୁଛି ତାକୁ କ'ଣ, ଯେ ମୁଁ ଏକଲା, ମୋର କେହି ନାହାନ୍ତି। ତ ଏହା କେବଳ ଗୋଟେ ପରିବାରର କେବେ ସମସ୍ୟା ନାହିଁ, ଏହା ହେଉଛି କେଉଁଠି ନା ଗୋଟେ ସମାଜର ସମସ୍ୟା। ସମାଜ ଯେମିତି ଆଜିକା ଜେନେରେସନ୍କୁ ମାନେ ବଢ଼ଉଛି, ଯେମିତି ଦିମାଗରେ ଭର୍ତ୍ତି କରୁଛି, ଆଜିକା ଜେନେରେସନ୍ ସେଇ ଟାଇପ୍ର ବ୍ୟବହାର ବା ସେଇ ଟାଇପ୍ର ବିହେଭିଅର୍, ସେଇ ଟାଇପ୍ର ନେଚର୍ ସେ କରିବାକୁ ବାଧ୍ୟ ହୋଇଯାଉଛି। ଏହା ମନେ ରଖନ୍ତୁ, ଯେଉଁ ମାନେ ଘରେ ବୃଦ୍ଧ ବୁଢ଼ା ବୁଢ଼ୀକୁ ସମ୍ମାନ ମିଳେନି, ସେହି ଘରେ ଶାନ୍ତି, ଭଲ ପାଇବା ଓ ଆଶୀର୍ବାଦ କେବେ ରହିବନି। ଆପଣଙ୍କ ଉପରେ ବି କେବେ ରହିବ ନାହିଁ। ତ ଟଙ୍କା ଜୀବନକୁ ସହଜ ବୁଝିପାରୁଛେ ନାହିଁ, ମାନେ ଟଙ୍କା ଜୀବନକୁ ସହଜ କରିପାରେ, କିନ୍ତୁ ବାପା ମାଆଙ୍କ ଆଶୀର୍ବାଦ ଜୀବନକୁ ସୁନ୍ଦର କରିଦେଇଥାଏ ଭାଇ। ହଁ ଆଜ୍ଞା,
ମାନେ ଆପଣ ନିଜେ ଜାଣିନଥିବେ ଆଜି ଯଦି ଆପଣଙ୍କ ବାପା ମା ଆପଣଙ୍କ ସହ ଅଛନ୍ତି ନା, ତେବେ ସେମାନଙ୍କ ସହ କିଛି ସମୟ ବିତେଇବା ପାଇଁ ସେମାନଙ୍କ କଥା ଶୁଣନ୍ତୁ। ଏକରେ ସେମାନଙ୍କ ହାତ ଧରନ୍ତୁ, ସେମାନଙ୍କୁ ଅନୁଭବ କରନ୍ତୁ ଯେ ସେମାନେ ଆଜି ମଧ୍ୟ ଏଇ ପରିବାରର ସବୁଠାରୁ ମୂଲ୍ୟବାନ ସଦସ୍ୟ। ବୁଝିପାରିଲେ ନା? ତ ଏ କଥାଟି ଟିକେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ଲାଇଫ୍, ଆପଣଙ୍କ ଭବିଷ୍ୟତର ଲାଇଫ୍, ଆପଣ ଛୋଟ ଛୋଟ ପିଲା ଛୁଆଙ୍କ ଲାଇଫ୍, ଆପଣ ବି ବାପା ହେଇଥିବେ। ତ ଆଜି ଯାହା ଆପଣ ତାଙ୍କ ସାଙ୍ଗେ କରିଛନ୍ତି, କାଲି ସକାଳେ ସେଇଟା ଆପଣଙ୍କ ସାଙ୍ଗେ ବି ହେଇପାରେ। କାହିଁକିନା ଜେନେରେସନ୍ ଅନୁସାରେ ମାନେ ଯେମିତି କହନ୍ତି ଯୁଗ ପରିବର୍ତ୍ତନ ବଦଳୁଛି, ସେଇଟା ଭବିଷ୍ୟତରେ ଆଗକୁ କେମିତି ବଳିବ କେମିତି ନାହିଁ ସେତେବେଳେ ପିଲାଙ୍କ ଉପରେ ଡିପେଣ୍ଡ କରେ। ତ ବକର ବକର ହେଇକିନା ମୋତେ ଆପଣ ବି ଇରିଟେଟ୍ ହେଇଯାଉଥିବେ, ମୋ ପାଇଁ ଚା ଆସିଛି ବର୍ତ୍ତମାନ। ତ ଏବଂ ଯେଉଁମାନେ ବାପା ମା କିମ୍ବା ଏହି ଦୁନିଆରେ ନାହାନ୍ତି, ଯାହାର ବାପା ମା ନାହାନ୍ତି, ଚାଲି ସାରିଲେଣି, ମାନେ ଡେଥ୍ କରିସାରିଲେଣି, ସେମାନେ ସେମାନଙ୍କର ସ୍ମୃତିକୁ ସମ୍ମାନ ଜଣାଇବା ନିହାତି ଦରକାର। ଅନ୍ୟ ବୃଦ୍ଧ ବାପା ମା ମାନଙ୍କୁ ନିଜ ମା ବାପାଙ୍କ ପରି ଆଦର କରିବା ଦରକାର। ଆମେ ସବୁ ଦିନେ ନା ଦିନେ ବୃଦ୍ଧ ହେବା। ଆଜି ଆମେ ଯେପରି ବ୍ୟବହାର କରିବୁ, ଆସନ୍ତାକାଲି ସେହି ବ୍ୟବହାର ଆମ ପାଖକୁ ହିଁ ଫେରି ଆସିବ। କାହିଁକିନା ଯେତେବେଳେ ଆପଣ ଉପରକୁ ଟେକାଟେ ମାରିବେ, ସେ ଟେକାଟା ଉପରକୁ କାହାକୁ ମାରିଲେ? କାହାକୁ ନାହିଁ, ହାୱା ସେଇଟା ଆସିକି ଆପଣଙ୍କ ଉପରେ ହିଁ ପଡ଼ିବ। ତ ସେଇ ଜିନିଷଟା ଲୋକମାନେ ବୁଝିବା ଦରକାର। ତେଣୁ ଆସନ୍ତୁ ଆଜିଠାରୁ ଗୋଟିଏ ସଂକଳ୍ପ କରିବା, ଆମେ କେବେ ନିଜ ବାପା ମାଙ୍କୁ ଏକାକୀ ଛାଡ଼ିବାନି। ଆମେ ସେମାନଙ୍କୁ ସମ୍ମାନ ଦେବା, ଆମେ ସେମାନଙ୍କ ସହ ସମୟ ବିତାଇବା, ଆମେ ସେମାନଙ୍କ ହସରେ କାରଣ ମଧ୍ୟ ହେବା। ଶେଷରେ ମୁଁ କେବଳ ଏତିକି କହିବି, ଘରର ସବୁଠାରୁ ବଡ଼ ସମ୍ପଦ ଟଙ୍କା ନୁହେଁ, ବଡ଼ ଘରର ବୃଦ୍ଧ ବାପା ମା। ସେମାନଙ୍କୁ ସମ୍ମାନ କରନ୍ତୁ, ଭଲ ପାଆନ୍ତୁ, କାରଣ ସେମାନେ ଥିଲା ବେଳେ ହିଁ ସେମାନଙ୍କ ମୂଲ୍ୟ ବୁଝିପାରିବେ। ମରିସାରିଲାରୁ କିଏ ଶୁଣିବ ବା କିଏ ଦେଖିବ କି? ଆପଣ ମରିଗଲେ ଆପଣଙ୍କୁ ବର୍ତ୍ତମାନ ଆପଣ ଯେମିତି କଥାବାର୍ତ୍ତା ହେଉଛନ୍ତି, ମରିଗଲା ପରେ କି କଥା ହେବ? କିଏ ଶୁଣିବ? ତ ସେଇଭଳି ଜିନିଷ ଦେଖନ୍ତୁ, ଯୋଉଟା ଆପଣଙ୍କୁ ସୁବିଧା ଲାଗିବ। ମୁଁ ତ କହିବା ଲୋକ କହିଦେଲି, ଯାହା ଆପଣଙ୍କ ଇଚ୍ଛା। ଆହୁରି କିଛି କଥା ଅଛି, ମୁଁ କହୁଛି। ଆଉ ଟିକେ କଥା ରହିଗଲା ଗାଇସ୍, ବନ୍ଧୁମାନେ। ଆପଣମାନଙ୍କୁ ଆଉ ଗୋଟେ ଛୋଟ କଥାରେ ଯେହେତୁ ଛାଡ଼ିଦେଲି ଭିଡ଼ିଓରେ, ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବା ପାଇଁ ଚାହୁଁଥିଲି। ସେ ପ୍ରଶ୍ନଟା ଆକ୍ଚୁଆଲି ଭୁଲି ଯାଇଥିଲି। ତ ଆପଣ ଶେଷ ଥର କେବେ ନିଜ ପିତାମାତାଙ୍କ ସାଙ୍ଗେ ମନ ଖୋଲି ପୁରା ଦିଲ୍ ସେ କଥା ହେଇଛନ୍ତି କି? ଏକାଡ଼େ ବସି କେବେ କଥା ହେଇଛନ୍ତି? ହେଇନଥିବେ। କିଏ ହେଇଥିବ, କିଏ କିଛି ଏମିତି ବହୁତ ଲୋକ ଥିବେ ହେଇନଥିବେ। କେବେ ସେମାନଙ୍କ ହାତ ଧରି କହିଛନ୍ତି କେମିତି ଅଛ, କେମିତି ନାହିଁ, କିଛି ଦରକାର ଅଛି ବା ନାହିଁ? କେବେ କହିଥିଲେ? କେବେ ବି କହିନଥିବେ। ତ ବନ୍ଧୁମାନେ, କି ଆମେ ଛୋଟ ଥିଲାବେଳେ ଚାଲି ଜାଣିନଥିଲୁ, ଆମେ ଆଙ୍ଗୁଠି ଧରିକି କିଏ ଶିଖେଇଥିଲା ଚାଲିବା? ବାବା। ରାତି ରାତି ଅନିଦ୍ରା ରହି ଆମକୁ କୋଳରେ କିଏ ଧରିଥିଲା? ମା। ହେଲେ ଆଜି ସମୟ ବଦଳିଗଲା, ଆମେ ବଡ଼ ହେଇଗଲେ, ଚାକିରି କଲେ, ବ୍ୟବସାୟ କଲେ, ମୋବାଇଲ, ସୋସିଆଲ ମିଡ଼ିଆ, ମାନେ ସବୁଆଡ଼େ ବ୍ୟସ୍ତ ବହୁଳ ଜୀବନ ଭିତରେ ପଶିଗଲେ। କିନ୍ତୁ
ଯେଉଁମାନେ ଆମ ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ, ନିଜ ଜୀବନକୁ ପାଣି ଛଡ଼େଇ ଆମକୁ ବଢ଼େଇଥିଲେ, ଆଜି ସେମାନଙ୍କ ପାଇଁ 5 ମିନିଟ୍ ସମୟ ବାହାର କରିବା ପାଇଁ ବହୁତ କଷ୍ଟକର ହେଇଯାଉଛି। ଠିକ୍ ନା ଭୁଲ? ଯଦି ଠିକ୍, ଯଦି ମୋ କଥାଟା ସତ, ଆପଣ ଶାନ୍ତିରେ ଗୋଟେ ମିନିଟ୍ ବସନ୍ତୁ। ଆପଣଙ୍କର ପିଲା ଟାଇମ୍ କି ଯାଇକି ଟିକେ ଭାବନ୍ତୁ ଆପଣ କ'ଣ ଛାଡ଼ି ଆସିଛନ୍ତି। ଆଉ ଆଜି ଯେଉଁ ଜିନିଷଟା ଆପଣଙ୍କ ପାଖରେ ଅଛି ତାହା ଛଡ଼ା ଆପଣଙ୍କ ପାଇଁ ଆଉ କ'ଣ ଆବଶ୍ୟକତା ହେଉଛି ଯେଉଁଟା ଆପଣ ଛାଡ଼ି ଆସିଥିଲେ। ଯଦି ସେଇ ଜିନିଷଟା ଆପଣଙ୍କ ପାଖରେ ଥାନ୍ତା, ତାହେଲେ ସେଇ ଜିନିଷଟାକୁ ଆପଣ କେତେ ଭଲ ପାଇବା ଦେଇଥାନ୍ତେ ବା କେତେ ତାକୁ ନିଜର କରିବା ପାଇଁ ଚେଷ୍ଟା କରିଥାନ୍ତେ, ସେଇଟା ଥରେ ଭାବିକି ଦେଖ ଗାଇସ୍। ମୁଁ କହୁଛି ଭାବିକି ଦେଖ। କିନ୍ତୁ ଏହା ଆମର ଉନ୍ନତି କି ସିନା ବଢ଼େଇଦେଲା, କିନ୍ତୁ ଏହା ଆମର ସମ୍ପର୍କ ବହୁତ ଦୂରତାକୁ ଠେଲିଦେଲା ଗାଇସ୍। ମାନେ ଦୂରତା କରିବାର ଦୃଢ଼ତା ବହୁତ ଦୂରେଇ ଦେଲା। ମା ଚାହାନ୍ତି ଘରେ ଗୋଟିଏ କୋଣରେ ବସି କେବଳ ଅପେକ୍ଷା କରନ୍ତି, ମୋ ପୁଅ କେବେ ଆସିବ, ମୋ ଝିଅ କେବେ ଫୋନ୍ କରିବ। ସେମାନଙ୍କୁ ଦାମୀ ଉପହାର ଦରକାର ନାହିଁ, ଦରକାର କେବଳ 2ଟି ସ୍ନେହର କଥା। ଭାବନ୍ତୁ, ଡିପ୍ଲି ଭାବନ୍ତୁ ଟିକେ। ଯେଉଁ ବାପା ମା' ମାନେ ନିଜେ ନୂଆ ସାର୍ଟ କିଣିନଥିଲେ କିନ୍ତୁ ଆପଣଙ୍କ ପାଇଁ ପର୍ବରେ ନୂଆ ଡ୍ରେସ୍ ଆଣିଦେଇଥିଲେ, ଯେଉଁ ମା' ନିଜେ ଭୋକରେ ରହି ଆପଣଙ୍କ ପାଇଁ ପେଟ ପୁରୁଥିଲା, ଭରି ଦେଉଥିଲା, ସ୍ନେହ ଶ୍ରଦ୍ଧାରେ ବାନ୍ଧି ଦେଉଥିଲା, ଆଜି ସେମାନେ ଯେତେବେଳେ ଦେହ ଚଳିଲାନି, ବୃଦ୍ଧ ହେଇଗଲେ, ଯଦି ଆମେ ସେମାନଙ୍କୁ ଅବହେଳା କରିବା, ତାହାଠାରୁ ବଡ଼ ଘୃଣ୍ୟ ଆଉ କ'ଣ ହେଇପାରେ? ଦୁଃଖ ଲାଗୁଛି ଗାଇସ୍। ମାନେ ଏଇ ଜିନିଷଟା ସମାଜକୁ ମୁଁ କହୁଛି ସତ, କିନ୍ତୁ ମୋତେ ବହୁତ ଦୁଃଖ ଲାଗୁଛି। ମାନେ ଏଇ ଜିନିଷଟା ଭାବିଲେ, ମାନେ ବୃଦ୍ଧାବସ୍ଥା କୌଣସି ରୋଗ ନୁହେଁ ଆକ୍ଚୁଆଲି। ଏହା ଜୀବନର ସେହି ପର୍ଯ୍ୟାୟ ଯେଉଁଠାରେ ମଣିଷକୁ ଟଙ୍କା ଠାରୁ ଅଧିକ ଆବଶ୍ୟକ ହୁଏ ନିଜ ଲୋକଙ୍କ ଭଲ ପାଇବା, ନିଜ ଲୋକଙ୍କ ସପୋର୍ଟ, ଯେଉଁଟା ଆଜିକାଲି ଲୋକ ଗୋଡ଼ରେ ଆଡ଼େଇ ଦେଇ ନିଜ ସ୍ୱାର୍ଥରେ ଅନ୍ଧ ହୋଇଯାଇଛନ୍ତି। ଏଇଟା ମାନେ ବୃଦ୍ଧାବସ୍ଥା, ଏଇଟା ଗୋଟେ ଏମିତି ବିପର୍ଯ୍ୟୟ ଯେଉଁଠାରେ ମଣିଷକୁ ସବୁଠାରୁ ଅଧିକ ଆବଶ୍ୟକ। ନିଜ ପୁଅ, ନିଜ ଝିଅ ବା ଭାଇ, ବନ୍ଧୁ, କୁଟୁମ୍ବ ଏମାନଙ୍କୁ ଖୋଜେ। ଆପଣ ଦିନକୁ ଗୋଟିଏ ଥର ଫୋନ୍ କରନ୍ତୁ, 10 ମିନିଟ୍ ସେମାନଙ୍କ ସହ ବିତାନ୍ତୁ, ବସନ୍ତୁ, କଥା ହୁଅନ୍ତୁ, ତାଙ୍କ କଥା ଶୁଣନ୍ତୁ। ଦେଖିବେ ସେମାନଙ୍କ ମୁହଁରେ ଯେଉଁ ହସ ଆସିବ ନା, ସେହି ହସ କୌଣସି ଧନ ସମ୍ପତ୍ତି କିଣିବାର ନାହିଁ କି ସେହି ସମ୍ପତ୍ତି ଆପଣଙ୍କଠୁ କେହି ଛଡ଼େଇ ନେଇପାରିବେନି। ସେଇଟା ସାରା ଜୀବନ ପାଇଁ ଆପଣଙ୍କ ପାଖରେ ରହିଯିବ। ଥରେ ଟ୍ରାଏ କରନ୍ତୁ, ମାନେ ଯେଉଁଟା ମୁଁ କହିଲି, ଥରେ ଟ୍ରାଏ କରନ୍ତୁ, ଆପଣଙ୍କ ଲାଇଫ୍ ବଦଳିଯିବ। ଚିନ୍ତା କରନ୍ତୁ ଥରେ। ମନେ ରଖନ୍ତୁ, ଆଜି ଯେଉଁମାନେ ବୃଦ୍ଧ ଗତକାଲି ସେମାନେ ଆପଣଙ୍କ ଶକ୍ତି ଥିଲେ।
ଯେଉଁମାନେ ବୃଦ୍ଧ ଆଜିକା ଡେଟ୍ରେ ସେମାନେ ଦିନ ଥିଲା ଆମମାନଙ୍କ ପାଇଁ ଶକ୍ତି ହେଇ ସବୁବେଳେ ସାମ୍ନାରେ ଠିଆ ହେଉଥିଲେ, ସବୁ ବିପଦକୁ ସାମ୍ନା କରୁଥିଲେ। ଆସନ୍ତାକାଲି ଆମେ ମଧ୍ୟ ବୃଦ୍ଧ ହୋଇଯିବା। ଆମ ପିଲାମାନେ ଆମଠାରୁ ଶିଖିବେ କ'ଣ? ଯେ ଆମ ବାପା ନିଜ ବାପା ମା ସହ କେମିତି ବ୍ୟବହାର କରୁଥିଲା। ସେଥିପାଇଁ ଆଜିଠୁ ଏବେଠାରୁ ମୁଁ କହୁଛି ଏବେଠାରୁ ପରିବର୍ତ୍ତନ ଆଣନ୍ତୁ। ତାଙ୍କମାନଙ୍କୁ ସମ୍ମାନ ଦିଅନ୍ତୁ, ସେମାନଙ୍କ ଆଶୀର୍ବାଦ ନିଅନ୍ତୁ, ସେମାନଙ୍କ ସହ ସମୟ ବିତାନ୍ତୁ। କାରଣ ଯେତେବେଳେ ସେମାନେ ଏ ଦୁନିଆ ଛାଡ଼ି ଚାଲିଯିବେ, ଯେତେବେଳେ ଆପଣଙ୍କ ପାଖରେ ଟଙ୍କା ଥିବ, ସଫଳତା ଥିବ, କିନ୍ତୁ ସେମାନଙ୍କର ସ୍ନେହଭରା ଡାକ, ବାପା ମା ଯେଉଁ ଡାକ ଡାକନ୍ତି, ଯେଉଁ ସ୍ନେହରେ ଡାକନ୍ତି, ଯେଉଁ ଭଲ ପାଇବାରେ ଡାକନ୍ତି, ପୁଅ କି ଝିଅ, ଆଉ କେବେ ଶୁଣିବାକୁ ମିଳିବନି ଗାଇସ୍। କେବେ ଶୁଣିବାକୁ ମିଳିବନି, ବା ଶୁଣିବା ପାଇଁ ଆପଣ ଚାହିଁଲେ ବି ଶୁଣିବା ପାରିବେନି। ଆପଣ ଭାବୁଥିବେ ଯଦି ମୁଁ ଅନ୍ୟ ଲୋକର କାହାକୁ ସାହାଯ୍ୟ କରିଦେଇଛି ତ ସେ ମୋତେ ଡାକିଦେବ ସେଇ ୱାର୍ଡ଼ଟା। ସେଟା ଭୁଲ। କାହିଁକି? ତମେମାନେ ହିଁ ସମାଜଟାକୁ ବର୍ବାଦ କରିଦେଇଛ। ତମେମାନେ ହିଁ ପୂର୍ବପୁରୁଷର କଥାକୁ, ତାର ମାନ୍ୟତାକୁ, ତାର ମାନେ ପୂର୍ବପୁରୁଷ ଯାହା କିଛି ଦେଇଛି, ଛାଡ଼ିକି ଯାଇଛି, ତାକୁ ତମେ ବେଖାତିର କରିଦେଇଛ। ତ ସେଇ ସମ୍ମାନ ପାଇବାର ଯୋଗ୍ୟ ଆପଣ ନିଜେ ହେବେ ବୋଲି କାହିଁ ଭାବୁଛନ୍ତି? କର୍ମା କେବେ ପିଛା ଛାଡ଼େନି। ଜଣକୁ ଆପଣ ଚାପଟେ ମାରିଛନ୍ତି ମାନେ ଆପଣଙ୍କୁ ପାଇଁ ବହୁତ ବଡ଼ ଚାପର ଗୋଟେ ଅନେଇକି ବସିଥିବ। ତେଣୁ ଆସନ୍ତୁ ଆଜି ଗୋଟିଏ ପ୍ରତିଜ୍ଞା କରିବା, ଆମେ କେବେ ବି ନିଜ ବାପା ମାଆକୁ ଏକା ଛାଡ଼ିବାକୁ ଦେବା ନାହିଁ। ସେମାନଙ୍କ ମୁହଁରେ ହସ ଫୁଟାଇବା, ସେମାନଙ୍କ ଜୀବନର ଶେଷ ସମୟକୁ ସମ୍ମାନ, ସ୍ନେହ, ଭଲ ପାଇବାରେ ଭରିଦେବା। ଆଉ ଭଗବାନଙ୍କୁ ଡାକିବା ଯେତିକି ଦିନ ବି ଥିବେ ଆମ ପାଖରେ ଥାଆନ୍ତୁ। ଏମିତି ଦୁଃଖରେ ହଉ ସୁଖରେ ହଉ ସବୁବେଳେ ଆମ ସାଙ୍ଗରେ ଥାଆନ୍ତୁ, ଆମ ସାଥ ଦିଅନ୍ତୁ। ତାପରେ ଭଗବାନଙ୍କୁ ତ ପ୍ୟାରା ସମସ୍ତେ ହେବା। ତମେ ଯିବ, ମୁଁ ଯିବି, ଦୁନିଆରେ କେହି ବଞ୍ଚି ନାହାନ୍ତି ବା ବଞ୍ଚିବା ନାହିଁ। ଆଜି ଆସିଛେ ଆମ ଖେଳା ଲୀଳା କରିବା, ଅଭିନୟ ସାରିବା। ଯେତେବେଳେ ଆମ ଭରଣ ଫୁଲ ହେଇଯିବ, ଆମେ ବି ଚାଲିଯିବା ଆମ ବାଟରେ। ଟ୍ରକରେ ନାହିଁ କି ବସ୍ରେ ନାହିଁ, ସିଧା କେହି ଦେଖିପାରିବେନି। କେମିତି ଯିବା? ଆମ କଥା ବି ସେତେବେଳେ କେହି ତ ଜଣେ ଥିବ, ବିଚାର ବି କରୁଥିବ ଯେ ଆମେ କେମିତି କ'ଣ କର୍ମ କରିଛି। ତ ଭାଇମାନେ, এই ভিডিওটি ମୁଁ ଏଇଠି ଏଣ୍ଡ କରିଦେଉଛି। ଯଦି ଭିଡ଼ିଓଟି ଭଲ ଲାଗୁଛି ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିବେ। ଯଦି କଥାଟି ଭଲ ଲାଗୁଛି, ଆପଣମାନେ ସୁଧରିବା ପାଇଁ ଚାହୁଁଛନ୍ତି, ବର୍ତ୍ତମାନ ବି ସମୟ ଅଛି। ଆଜିଠୁ ସୁଧରି ଯାଆନ୍ତୁ, ଏବେଠୁ ସୁଧରି ଯାଆନ୍ତୁ, ବର୍ତ୍ତମାନ ଜାଗାରୁ ସୁଧରି ଯାଆନ୍ତୁ। ଆଉ ନିଜ ମନୋବଳକୁ ନିଜେ ସୁଦୃଢ଼ କରନ୍ତୁ। ଦୁନିଆକୁ ଛାଡ଼ି ଦିଅନ୍ତୁ, ନିଜ ଲୋକକୁ ଆଦର, ଭଲ ପାଇବା, ସ୍ନେହରେ ଭରି ଦିଅନ୍ତୁ। ଆପଣଙ୍କୁ ଆଶୀର୍ବାଦ ଏଇଠି ସ୍ୱର୍ଗ, ଏଇଠି ନରକ ମିଳିକି ରହିବ। ଯଦି ଗାଇଜ୍ ଭିଡ଼ିଓଟି ଭଲ ଲାଗୁଛି ନା, ଯଦି ମୋ କଥାଟି କାହାକୁ କଷ୍ଟ ଦେଇଛି, ଦୟାକରି କ୍ଷମା କରିଦେବ ସାନ ଭାଇ ହିସାବରେ। ଯଦି କାହା ମନକୁ ଇମୋସନାଲ୍ ଟିକେ ବି କରିଦେଇଥିବି ବା ମୋ କଥା କାହାକୁ ଭଲ ଲାଗିଛି, ପ୍ଲିଜ୍ ୟାର ଛୋଟ ଲାଇକ୍ଟେ କରିବ, କମେଣ୍ଟଟେ କରିଦେବ ସାନ ଭାଇଟାକୁ। ଯେହେତୁ ଏ ଯେଉଁ ଡିପ୍ଲୋମାଟିକ୍ କଥା ହୃଦୟରୁ ବାହାରି ଅଛି।